ମାର ହାତରେ ଚାରା ଏକ ନିଆରା ପରମ୍ପରାର ଶୁଭାରମ୍ଭ କଲେ ସ୍ୱେଚ୍ଛାସେବୀ। ସବୁବେଳେ ମା ତାର ପିଲାମାନଙ୍କର ସୁରକ୍ଷା ଓ ଭବିଷ୍ୟତ ପାଇଁ ପ୍ରସ୍ତୁତି କରିଥାଏ। ବାପାଙ୍କ ତୁଳନାରେ ମା ପିଲାଟିର ପ୍ରଥମ ଗୁରୁ ହୋଇଥାଏ। ପିଲାର ସବୁ ଅଳି ସହିବା ସହ ତାର ବିଭିନ୍ନ ଅଭ୍ୟାସରେ ଅବଗତ ଥାଏ। ସେଥିପାଇଁ ତ ମାଆକୁ ଶ୍ରେଷ୍ଠ ବୋଲି ଗଣନା କରାଯାଏ। ଆଜିର ସମାଜରେ ଏପରି ମା ଅଛନ୍ତି ଯେଉଁମାନେ ନିଜ ପିଲାମାନଙ୍କ ନାଁରେ ଗଛଟିଏ ଲଗାଇ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଏହି ଗଛକୁ ସେମାନେ ବଞ୍ଚାଇବା ସହ ବଢ଼ାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଓ ସ୍ୱାମୀ ବିବେକାନନ୍ଦ ଯୁବ ସମାଜର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଏକ ମଞ୍ଚର ଆୟୋଜନ କରାଯାଇଥିଲା। ଏଥିରେ ଅତିଥି ଭାବରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି, କବି ପଣ୍ଡିତ ପ୍ରମୋଦ ତ୍ରିପାଠୀ, HDFC ବ୍ୟାଙ୍କ କର୍ମଚାରୀ ରୋଜାଲିନ ସାହୁ, ଗାଳ୍ପିକ ପ୍ରଦୀପ ନାୟକ, ଉଦ୍ୟମ ପରିବାରର ସଦସ୍ୟ ସରୋଜକାନ୍ତ ସାହୁ ଉପସ୍ଥିତ ଥିଲେ। ସତ୍ୟବ୍ରତ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ଏହାପରେ ପ୍ରତ୍ୟେକ ପରିବାରକୁ ଗୋଟିଏ ଚାରା, ତାହା ପୁଣି ଫଳ ଚାରା ସେହି ପରିବାରର ପିଲାଙ୍କ ନାମ ଅନୁସାରେ ଲିଖିତ ଭାବେ ଦିଆଯାଇଥିଲା। ଏହି ସୁନ୍ଦର ପ୍ରୟାସ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସଭାପତିଙ୍କ ବାର୍ତ୍ତା ଥିଲା, ମଣିଷ ଓ ଗଛ ଦୁହେଁ ପରିପୂରକ। କାରଣ ମଣିଷ ଅମ୍ଳଜାନ ଗ୍ରହଣ କରିଥାଏ, ଅଙ୍ଗାରକାମ୍ଳ ଛାଡ଼ିଥାଏ, କିନ୍ତୁ ଗଛ ଅଙ୍ଗାରକାମ୍ଳ ଗ୍ରହଣ କରିଥାଏ ଓ ଅମ୍ଳଜାନ ଛାଡ଼ିଥାଏ। ଆଜି ଏହି ସୁନ୍ଦର କାର୍ଯ୍ୟକ୍ରମକୁ ରୂପରେଖ ଦେଇଥିଲେ କଦଳୀପାଟଣା ଗ୍ରାମର ଉଦୀୟମାନ ଯୁବକ ମଦନ କୁମାର ଦାସ। ଏହି କାର୍ଯ୍ୟକ୍ରମ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସାନ ଜରିଆ ନିକଟସ୍ଥ କଦଳୀପାଟଣା ଗ୍ରାମରେ ଅନୁଷ୍ଠିତ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବ୍ୟକ୍ତିମାନେ ହେଲେ ବିଭୂତି ପ୍ରଧାନ, ସଂଗ୍ରାମ କୁମାର ଦାସ, ନିହାରକାନ୍ତ ନାୟକ, ଆଲୋକ ଦାସ, ପୁପୁନ ପ୍ରଧାନ, ଅନିଲ ଦାସ, ରଶ୍ମିରଞ୍ଜନ ବାରିକ, କେଦାର ସ୍ୱାଇଁ, ସତ୍ୟରଞ୍ଜନ ସାହୁ, ବେଦଜ୍ୟୋତି ଦାସ, ଚନ୍ଦ୍ରଭାନୁ ରାଉତ, ବିଜୁ କୁମାର ଦାସ, ଅତନୁ ଦାସ ଓ କୃଷ୍ଣା ଦାସ।